ମମତା କହିବେ, କ'ଣ କହୁଛୁ ତୁ ଗୌରବ? ତାପରେ ଗୌରବ କହିବେ, ହଁ ମା, ତମେ ରୁବି ମାଉସୀକୁ ବିଲକୁଲ ବି ଭରସା କରନି। ସମସ୍ତଙ୍କ ଆଗରେ ଭଲ ହେବାକୁ ଚେଷ୍ଟା କରି ସିଏ ହିଁ ଏ ଘରେ ଅସଲ ନିଆଁ ଲଗାଉଛନ୍ତି। ଆଉ ସେ ନୀଲମ, ସିଏ ବି ତାଙ୍କୁ ସାହାଯ୍ୟ କରୁଛି। ତାପରେ ମମତା କହିବେ, ମୋତେ ତ ଆରମ୍ଭରୁ ତାଙ୍କ ଉପରେ ସନ୍ଦେହ ଥିଲା ଗୌରବ। କାଲିଠୁ ମୁଁ ସେଇ କଥା ଭାବୁଛି, ସେ ଏତେ ଶୀଘ୍ର ଭଲ ହେଇଗଲେ କେମିତି? ତାପରେ ଗୌରବ କହିବେ, ଏସବୁ ତକ ନାଟକ ମା। ଆଚ୍ଛା ତମେ ମୋତେ କୁହ ମା, କାଲି ରାତିରେ ରିମଝିମ ପଲ୍ଲବୀଙ୍କ ପାଇଁ ସୁପ୍ ତିଆରି କରିଥିଲି, ଏ କଥା ବଡ଼ ମା ଜାଣିଲେ କେମିତି? ତାପରେ ମମତା କହିବେ, ତୁ ଠିକ କଥା କହୁଛୁ ଗୌରବ, ଏ କଥା ପୁରାପୁରି ମୋ ମୁଣ୍ଡ ସ୍କିପ୍ କରି ଯାଇଥିଲା। ଯଦି ତୋ କଥା ସତ ହେଇଥାଏ, ମୁଁ ରୁବି ଦିଦିଙ୍କ ପ୍ଲାନ୍କୁ କେବେ ବି ସଫଳ ହେବାକୁ ଦେବିନି। କାରଣ ସେ ବୋଧେ ଭୁଲି ଯାଇଛନ୍ତି ଆଦର୍ଶ କେବଳ ଦିଦିଙ୍କ ପୁଅ ନୁହେଁ, ସେ ମୋର ବି ପୁଅ। ମାନେ ତୁ ବି ମୋ ପୁଅ ଗୌରବ। ପୁଣି ଗୌରବ କହିବେ, ନାଇଁ ମା, ମୋତେ ବୁଝିବା ଆଉ ଦରକାର ନାହିଁ। କାରଣ ମୋତେ ଏସବୁ ଆଉ ଖରାପ ଲାଗୁନି। କାରଣ ମୁଁ ଆଗର ଆଉ ସେ ଗୌରବ ହିଁ ନାହିଁ। ଆଦର୍ଶ ମୋ ସାନ ଭାଇ, ଆଉ ପଲ୍ଲବୀ ସେ ତ ମୋ ସାନ ଭଉଣୀ ଭଳି। ସେମାନଙ୍କ ଭିତରେ କିଏ ଡିଷ୍ଟର୍ବାନ୍ସ କ୍ରିଏଟ୍ କରିବାକୁ ଚେଷ୍ଟା କଲେ ମୁଁ ସେ କଥା କେବେ ବି ସହିପାରିବିନି। ତାପରେ ବିନୋଦ ଆସି କହିବେ, ମୋତେ ତୋ ପାଇଁ ଗର୍ବ ଲାଗୁଛି ଗୌରବ। ତୁ ଏତେ ବଦଳି ଯାଇଛୁ ଏ କଥା ମୁଁ ମୋ ନିଜ ଆଖିରେ ଦେଖୁଛି। କିନ୍ତୁ ମୁଁ ତୋତେ ଏପର୍ଯ୍ୟନ୍ତ ଗ୍ରହଣ କରିନଥିଲି। ସରି ବାବା, ଏବେ ମୁଁ ତୋତେ ଆକ୍ସେପ୍ଟ କରିନେଉଛି। ଏମିତି କହି ବିନୋଦ ଗୌରବକୁ ହକ୍ କରିବେ। ଆଉ କହିବେ, ଯୋଉ ଜାଗାରୁ ତୁ ଫେରି ଆସିଛୁ ଆଉ ଯୋଉ ଭଳି ଭାବରେ ତୁ ନିଜକୁ ବଦଳେଇଛୁ, ଇଏ କେବେ ବି ସହଜ ନୁହଁ। ତାପରେ ଗୌରବ କହିବେ, ରୁବି ମାଉସୀ ଭଲ ମଣିଷ ନୁହନ୍ତି ବାପା। ସିଏ ହିଁ ମୋତେ ମିଛ କେସରେ ଫସେଇ ଜେଲକୁ ପଠେଇଥିଲେ। ତାପରେ ମମତା କହିବେ, କିନ୍ତୁ ତୁ ଏ କଥା ଆମକୁ ଆଜି ପର୍ଯ୍ୟନ୍ତ କହିନଥିଲୁ କାହିଁକି? ତାପରେ ଗୌରବ କହିବେ, ପଲ୍ଲବୀ ଆଉ ମୁଁ ଆମେ ଏ କଥା କାହାରି ଆଗରେ କହିବୁନି ବୋଲି ଠିକ କରିଥିଲୁ। କିନ୍ତୁ ଏବେ ସିଏ ରୁବି ମାଉସୀ ରିମଝିମକୁ ପଲ୍ଲବୀଙ୍କ ବିରୁଦ୍ଧରେ ଠିଆ କରିଦେଲେଣି। ଆଉ ସେଇ କଥାକୁ ନେଇ ସେ ଆମ ଦି ଜଣଙ୍କ ଭିତରେ ବି ଡିଷ୍ଟର୍ବାନ୍ସ କ୍ରିଏଟ୍ କରିବା ଆରମ୍ଭ କରିଦେଲେଣି। ମୁଁ ବୁଝିପାରୁନି ସିଏ ଏସବୁ କାହିଁକି କରୁଛନ୍ତି। ଆମକୁ କିନ୍ତୁ ତାଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ ବାପା। ଖାସ କରି ସେ ଯେମିତି ଆଦର୍ଶ ଆଉ ପଲ୍ଲବୀଙ୍କ ଭିତରେ ଡିଷ୍ଟର୍ବାନ୍ସ କ୍ରିଏଟ୍ ନ କରନ୍ତି, ସେଥିପାଇଁ ଆମକୁ ଆଲର୍ଟ ରହିବାକୁ ପଡ଼ିବ। ତାପରେ ପଲ୍ଲବୀ ତାଙ୍କ ରୁମରେ ବସିଥିବେ। ତାପରେ ଚିତ୍ତ ଅଙ୍କଲ କହିବେ, ଆସୁଛି ମ୍ୟାଡମ୍। ତାପରେ ପଲ୍ଲବୀ କହିବେ, ଆରେ ଆପଣ ଚାଲି ଯାଉଛନ୍ତି କୁଆଡ଼େ? ଆଟଲିଷ୍ଟ ଚା ତ ପିଇ ଦେଇ ଯାଆନ୍ତୁ। ତାପରେ ଚିତ୍ତ ଅଙ୍କଲ କହିବେ, ସେସବୁ ମୋର କିଛି ଦରକାର ନାହିଁ ମ୍ୟାଡମ୍, ଆପଣ ଶୀଘ୍ର ଭଲ ହେଇଯାଆନ୍ତୁ, ସେତିକି ହିଁ ଦରକାର। ଥରେ ଖାଲି ଆପଣ ଭଲ ହେଇଯାଆନ୍ତୁ, ପୁଣି ଥରେ ଆପଣଙ୍କର ହାତ ତିଆରି ଚା ପିଇବା ପାଇଁ ମୁଁ ନିଶ୍ଚୟ ଏଠିକି ଆସିବି।